ମୁଁ ତୁମକୁ ଦୁଇଟା ଅପସନ୍ ଦେଉଛି। ସାରା ଜୀବନ ଗରିବ ହେଇକି ଜୀବନ ବିତେଇବ ନା ଧନୀ ହେଇକି, ଚାକର ହେଇକି ଜୀବନ ବିତେଇବ ନା ମାଲିକ ହେଇକି। ତ 99% ଲୋକ ଗରିବ ନୁହେଁ, ବରଂ ଧନୀ ହେବାକୁ ଚାହିଁବେ, ଚାକର ନୁହେଁ ମାଲିକ ହେବାକୁ ଚାହିଁବେ। ହେଲେ ଯେବେ ପରିଶ୍ରମର କଥା ଆସେ ତ ସେମାନେ ପଛକୁ ହଟିଯାଆନ୍ତି। ତ ଆଜିର ଏହି ଭିଡ଼ିଓରେ ମୁଁ ଯାହା କହିବାକୁ ଯାଉଛି, ଯଦି ତୁମେ ଧ୍ୟାନର ସହିତ ଏହି ଭିଡ଼ିଓକୁ ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖିନିଅ ଆଉ ମୋର ଗୋଟିଏ ଗୋଟିଏ ଶବ୍ଦକୁ ବୁଝିଯାଅ, ତ ମୁଁ ସତ କହୁଛି ସାଙ୍ଗମାନେ, ତୁମର ପୁରା ଲାଇଫ୍ ଚେଞ୍ଜ ହେଇଯିବ। ସୋ ଲେଟ୍ ଷ୍ଟାର୍ଟ ଦ ଭିଡ଼ିଓ। ସାଙ୍ଗମାନେ, ପାଠପଢ଼ାରେ ମନ ଲାଗୁନାହିଁ, କାହିଁକି ମନ ଲାଗୁନାହିଁ? ସବୁଦିନ ଇନଷ୍ଟାଗ୍ରାମ ଆଉ ହ୍ୱାଟ୍ସଆପ୍ରେ ଡିପି ଚେଞ୍ଜ କରିବାରେ ତୁମ ଲାଇଫ୍ ଚେଞ୍ଜ ହେବ ନାହିଁ। ଲାଇଫ୍କୁ ଚେଞ୍ଜ କରିବା ପାଇଁ ତୁମକୁ ପରିଶ୍ରମ କରିବାକୁ ପଡ଼ିବ। କ'ଣ ତୁମେ ବି ଏଇଆ ଚାହୁଁଛ କି ଯେମିତି ତୁମ ବାପା ଅନ୍ୟ କାହାର ଯାଇ ମଜୁରୀ ଲାଗୁଛନ୍ତି, କ'ଣ ତୁମେ ବି ସେମିତି ଯାଇ ଅନ୍ୟ କାହାର ମଜୁରୀ ଲାଗିବ? ଯେବେ ସେ କହିବ କି ରାତି ସାରା ତୁମକୁ କାମ କରିବାକୁ ପଡ଼ିବ, ତ ତୁମେ ରାତି ସାରା କାମ କରିବ। ଯଦି କୌଣସି ଦିନ କାମକୁ ଯିବା ପାଇଁ ଇଚ୍ଛା ନ ବି ଥିବ, ହେଲେ ତାପରେ ବି ତୁମକୁ ଯିବାକୁ ପଡ଼ିବ। କ'ଣ ତୁମେ ଏମିତି ଜୀବନ ଯିବାକୁ ଚାହୁଁଛ ପୁରା 30 ଦିନ କାମ କରିବ, ତାପରେ ଯାଇ ପଇସା ମିଳିବ? ମନ କରିବ କିଛି ଖାଇବି, କିଛି ପିନ୍ଧିବି, କିଛି ନାଇବି, ହେଲେ ପଇସାର ଅଭାବ କାରଣରୁ ସେଇ ଇଚ୍ଛାକୁ ନିଜ ଭିତରେ ମାରିବାକୁ ପଡ଼ିବ। 5-10 ଟଙ୍କା ପାଇଁ ବି ନିଜ ଭିତରେ ଟଣା ଅଟରା ହେବାକୁ ପଡ଼ିବ। କୌଣସି ବି ଜିନିଷକୁ କିଣିବା ପୂର୍ବରୁ 10 ଥର ଭାବିବାକୁ ପଡ଼ିବ। କ'ଣ ତୁମେ ନିଜ ଜୀବନରେ ଏହିସବୁ ଦେଖିବାକୁ ଚାହୁଁଛ? ନିଜର ଏହି ସୁନ୍ଦର ଜୀବନକୁ ଅନ୍ୟର ଚାକର ହେଇକି ବିତେଇବାକୁ ଚାହୁଁଛ? ଆମେମାନେ ଭାବୁଛୁ କି ପୂର୍ବରୁ ଆମେ ଇଂରେଜମାନଙ୍କର ଗୋଲାମ ଥିଲୁ, ହେଲେ ଏବେ ଆମେ ସ୍ୱାଧୀନ ହେଇଯାଇଛୁ। ହେଲେ ନା, ବାସ୍ତବରେ ଆମେମାନେ ସ୍ୱାଧୀନ ହେଇନାହୁଁ। ଯେବେ ତୁମେ କାହା ଅଣ୍ଡରରେ ରହିକି କାମ କରିବ, ତ ତୁମେ ତା'ର ଗୋଟେ ପ୍ରକାର ଗୋଲାମ ହେଇଯିବ। ଯଦି ସେ ତୁମକୁ କହିବ କି ରାତି ସାରା ତୁମକୁ ଏହି କାମ କରିବାର ଅଛି, ତ ତୁମର ମନ ଥାଉ ବା ନଥାଉ, କିନ୍ତୁ ସେହି କାମ କରିବାକୁ ହିଁ ପଡ଼ିବ। ଯେ ପର୍ଯ୍ୟନ୍ତ କାହା ଅଣ୍ଡରରେ ରହିକି କାମ କରିବ, ତ ଭିତରେ ଗୋଟିଏ ଡର ଲାଗି ରହିବ କି ସେ ଆମକୁ କିଛି କହି ନ ଦେଉ, ଆମ ଦ୍ୱାରା କିଛି ଭୁଲ ହେଇନଯାଉ, ଯେଉଁ କାରଣରୁ ଆମକୁ ଚାକିରିରୁ ବାହାର କରି ନ ଦେଉ। ସାଙ୍ଗମାନେ, ଏମିତି ଡରି ଡରିକି ଅନ୍ୟର ଗୋଲାମଗିରି କରିକି ଜୀବନ ବିତେଇବାକୁ ଚାହୁଁଛ? ଏଇ 10-12 ହଜାର ଟଙ୍କାର ଚାକିରି କରିକି ତୁମେ ତୁମ ନିଜ ଖର୍ଚ୍ଚ ହିଁ ପୁରା କରିପାରିବ ନାହିଁ, ତ ତୁମେ ନିଜ ବାପା ମାଙ୍କ ଖର୍ଚ୍ଚ କେମିତି ପୁରା କରିବ? ଯଦି ତୁମେ ନିଜ ଜୀବନରେ ଏସବୁ ଦେଖିବାକୁ ଚାହୁଁନଥାଅ, ତ ସେଥିପାଇଁ ଏବେ ତୁମକୁ ପଢ଼ିବାକୁ ପଡ଼ିବ। ଆଜିଠାରୁ ପ୍ରତିଟି ଖରାପ ଜିନିଷକୁ ଛାଡ଼ି ଦିଅ ଆଉ ପ୍ରତିଟି ଭଲ ଜିନିଷକୁ ଆପଣେଇ ନିଅ। ନିଜ ଫୋନ୍ରୁ ସେହିସବୁ ଜିନିଷ ଡିଲିଟ୍ କରିଦିଅ ଯାହାକି ତୁମକୁ ତୁମ ଗୋଲ୍ ଠାରୁ ଦୂରକୁ ନେଇଯାଉଛି, ଆଉ ସେହିସବୁ ଜିନିଷକୁ ଇନଷ୍ଟଲ୍ କରିଦିଅ ଯାହାକି ତୁମକୁ ତୁମ ଗୋଲ୍ ପର୍ଯ୍ୟନ୍ତ ନେଇଯିବ। ସାଙ୍ଗମାନେ, ମୁଁ ତୁମମାନଙ୍କୁ ପୁଣି ଥରେ କହୁଛି କି ତୁମେ ତୁମ ବାପା ମାଆଙ୍କ ଆଶା ଆଉ ଭରସା, ସମସ୍ତଙ୍କ ବାପା ମା' ନିଜ ପିଲାମାନଙ୍କ ଠାରୁ ଗୋଟିଏ ଆଶା ରଖିଥାନ୍ତି କି ମୋ ପୁଅ, ମୋ ଝିଅ ଏ ସମାଜ ଆଗରେ ମୋ ନାଁ ଉଚ୍ଚା କରିବ, ଅୟସାର ଆମର ଜୀବନ ଦେବ, ବାର୍ଦ୍ଧକ୍ୟ ସମୟରେ ଆମର ସାହାରା ହେବ। ହେଲେ ତୁମେ କ'ଣ କରୁଛ? ତୁମେ ସାରାଦିନ ଫୋନ୍ରେ ଗେମ୍ ଖେଳିବାରେ, ଗର୍ଲଫ୍ରେଣ୍ଡ ସହିତ କଥା ହେବାରେ, ବୟଫ୍ରେଣ୍ଡ ସହିତ କଥା ହେବାରେ, ଇନଷ୍ଟାଗ୍ରାମରେ ରିଲ୍ସ ଦେଖିବାରେ ପୁରା ଦିନ ବିତେଇ ଦେଉଛ। ତ ତୁମେ କେମିତି ନିଜ ବାପା ମାଆଙ୍କୁ ଗୋଟିଏ ଭଲ ଲାଇଫଷ୍ଟାଇଲ୍ ଦେବ? ତୁମ ବାପା ମାଆ ପୁରା ଦିନ କାମ କରିକି କିଛି ପଇସା ଆଣନ୍ତି, ଲୋକଙ୍କୁ ମିଛ କହିକି, ଲୋକଙ୍କ ସହିତ ଝଗଡ଼ା କରିକି, ଅନ୍ୟମାନଙ୍କ କଥା ଶୁଣିକି କୌଣସି ବି ଜିନିଷ କିଣିବାକୁ ଯାଆନ୍ତି, ତ ସେଥିରୁ ଗୋଟିଏ ଗୋଟିଏ ଟଙ୍କା କମ୍ କରିକି, ନିଜର ସବୁ ଖୁସିକୁ ମାରିକି, ନିଜର ଝାଳ ରକ୍ତ ବୁହାଇ କିଛି ପଇସା ସଞ୍ଚୟ କରନ୍ତି। ଆଉ ସେସବୁ ତୁମର ବହି ଖାତା ପେନ୍ କିଣିବାରେ, ତୁମର ସ୍କୁଲ ଫିସ୍ ଦେବାରେ, ତୁମର ଭଲ ଭଲ ପୋଷାକ କିଣିବାରେ ଶେଷ ହୋଇଯାଏ। ଯଦି ତୁମେ ନିଜ ବାପା ମାଆଙ୍କ ପରିସ୍ଥିତିକୁ ବୁଝିଯାଅ, ଏବେ ତୁମେ ଯେଉଁ ପରିସ୍ଥିତିରେ ବଞ୍ଚୁଛ ସେହି ପରିସ୍ଥିତିକୁ ବୁଝିଯାଅ, ତ ସତ କହୁଛି ସାଙ୍ଗମାନେ, ତୁମକୁ 10-10 ଘଣ୍ଟା ପଢ଼ିବା ପାଇଁ କେହି ବି ରୋକିପାରିବେ ନାହିଁ। ଯଦି ଏହି ଭିଡ଼ିଓକୁ ଦେଖି ସାରିବା ପରେ ପୁରା ନିଷ୍ଠାର ସହ ପଢ଼ିବା ପାଇଁ ପ୍ରସ୍ତୁତ ଅଛ, ତ ତଳେ କମେଣ୍ଟ ବକ୍ସରେ ୟେସ୍ ନିଶ୍ଚୟ ଲେଖିବ।